ଆଜିଠୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା 9 ତାରିଖ ଯାଏଁ ବର୍ଷା ସମ୍ଭାବନା। ଆଜିଠୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା କମିବ ତାପମାତ୍ରା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ 9 ତାରିଖ ଯାଏଁ ବର୍ଷା ସମ୍ଭାବନା। ଆଜି 23 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସମ୍ଭାବନା ରହିଛି। ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ। 30ରୁ 40 କିଲୋମିଟର ବେଗରେ ପବନ ବହିପାରେ। ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। 23 ଜିଲ୍ଲାକୁ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି 23 ଜିଲ୍ଲା ହେଲା ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା। ଓଡ଼ିଶା ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତାକାଲି 4 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି 4 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ 40ରୁ 50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର 60 ଟଙ୍କା ବଢ଼ିଲା ଘରୋଇ ଏଲ୍‌ପିଜି ସିଲିଣ୍ଡର। ବଢ଼ିଲା ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର। ଘରୋଇ ଗ୍ୟାସ୍ ସିଲିଣ୍ଡରରେ 60 ଟଙ୍କା ବୃଦ୍ଧି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ବଢ଼ୁଛି ଔଷଧିତ ତୈଳ ଓ ଗ୍ୟାସ୍ ମୂଲ୍ୟ। ବାଣିଜ୍ୟିକ ଏଲ୍‌ପିଜି ଦାମ ସିଲିଣ୍ଡର ପିଛା 115 ଟଙ୍କା ବୃଦ୍ଧି। ଆଜିଠାରୁ ଲାଗୁ ହେବ ନୂଆ ବର୍ଦ୍ଧିତ ଦର। ସେହିଭଳି 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ 115 ବୃଦ୍ଧି କରାଯାଇଛି। 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ଏବେ ଦିଲ୍ଲୀରେ 1883 ଏବଂ ମୁମ୍ବାଇରେ 1835 ହେବ। ଗ୍ୟାସ୍ ମୂଲ୍ୟରେ ଏହି ବୃଦ୍ଧି ଆଜିଠାରୁ କାର୍ଯ୍ୟକାରୀ ହେବ। ଇରାନ ଇସ୍ରାଏଲ ଯୁଦ୍ଧର ପରିସର ପ୍ରତିଦିନ ବିସ୍ତାର ହେଉଛି। ଏହି ସମୟରେ ଭାରତ ସରକାର ମଧ୍ୟପ୍ରାଚ୍ୟର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଆଜି ମିଳିବ ସୁଭଦ୍ରା ଟଙ୍କା। ବିଶ୍ୱ ମହିଳା ଦିବସରେ 1,12,665 ଜଣ ହିତାଧିକାରୀଙ୍କ ଖାତାକୁ ଯିବ ଅର୍ଥ। ଆଜି ମିଳିବ ସୁଭଦ୍ରା ଟଙ୍କା। ବିଶ୍ୱ ମହିଳା ଦିବସ ଅବସରରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା। ମୋଟ 1,12,57,665 ଜଣ ଆବେଦନ କରିଥିବା ବେଳେ 1,02,12,665 ଜଣ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା। 5,000 କୋଟିରୁ ଅଧିକ ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ପୁରୀର ତାଳବଣିଆଠାରେ ଆୟୋଜନ ହେବ ବିଶାଳ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମିଳିବ ସୁଭଦ୍ରା ଟଙ୍କା। 2,13,198 ଜଣ ନୂଆ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା। ଗ୍ରିଭାନ୍ସ ପୋର୍ଟାଲରେ ଆସିଥିବା ଅଭିଯୋଗରୁ 36,385 ଜଣ ପାଇବେ ସୁଭଦ୍ରା ଟଙ୍କା। ଏପ୍ରିଲ ମାସରେ ଯାହାକୁ 21 ହେବ ସେମାନେ ଆବେଦନ କରିପାରିବେ। ଯେଉଁମାନେ 21 ବର୍ଷ ସେମାନଙ୍କ ପାଇଁ ଏହା ଦ୍ୱିତୀୟ କିସ୍ତି। ପରବର୍ତ୍ତୀ ଖବର ସାଇବର ଠକେଇରେ ଆକାଉଣ୍ଟ ଖାଲି ହେଲେ ଟଙ୍କା ଦେବ ଆର୍‌ବିଆଇ। ଗ୍ରାହକଙ୍କ ପାଇଁ ସୁବିଧା ପାଇଁ ନୂଆ ପ୍ରସ୍ତାବ ଆଣିଲା ରିଜର୍ଭ ବ୍ୟାଙ୍କ। ଡିଜିଟାଲ ଯୁଗ ଲୋକଙ୍କ ପାଇଁ ସୁବିଧାକୁ ଦ୍ରୁତ ଗତିରେ ବୃଦ୍ଧି କରିଥିବା ବେଳେ ଅନଲାଇନ୍ ଠକେଇର ମାମଲା ମଧ୍ୟ ନିରନ୍ତର ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗଗୁଡ଼ିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକଙ୍କ ହିତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଣିଛି। ବର୍ତ୍ତମାନ ଅନେକ ଲୋକ ଡିଜିଟାଲ ଠକେଇର ଶିକାର ହେଉଛନ୍ତି। କୋଟି କୋଟି ଟଙ୍କା ରାତାରାତି ଗାୟବ ହୋଇଯାଉଛି। ସାଇବର ଠକେଇରେ ଟଙ୍କା କଟିଲେ ସହାୟତା ରାଶି ପ୍ରଦାନ କରିବ ଆର୍‌ବିଆଇ। ଏପରି ଏକ ପ୍ରସ୍ତାବ ଆଣିଛି ଏହି ସଂସ୍ଥା, ଯାହାକି ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି କରିଛି। ତେବେ ଏହା ପୂରା ନିୟମ ବାବଦରେ ଆସନ୍ତୁ ଜାଣିବା। ଆର୍‌ବିଆଇ ପ୍ରସ୍ତାବ ଅନୁସାରେ ପୀଡ଼ିତମାନେ ସେମାନଙ୍କର କ୍ଷତିର 85% ପର୍ଯ୍ୟନ୍ତ କ୍ଷତିପୂରଣ ପାଇପାରିବେ। ତଥାପି ସର୍ବାଧିକ 25,000 ଯାଏଁ ସୀମା ସ୍ଥିର କରାଯାଇଛି। ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଏହି କ୍ଷତିପୂରଣ କେବଳ ଥରେ ଉପଲବ୍ଧ ହେବ। ଏହାର ଅର୍ଥ ହେଉଛି ଯଦି ଜଣେ ବ୍ୟକ୍ତି ଏକାଧିକ ଥର ଡିଜିଟାଲ ଠକେଇର ଶିକାର ହୁଅନ୍ତି ତେବେ ସେମାନଙ୍କୁ ପ୍ରତ୍ୟେକ ଥର କ୍ଷତିପୂରଣ ଦିଆଯିବ ନାହିଁ। ପରବର୍ତ୍ତୀ ଖବର 2 ମାସ ଧରି ପୁରୀକୁ ଆସିବନି କୌଣସି ଟ୍ରେନ୍। ପୁରୀକୁ 65 ଦିନ ଯାଏଁ ଆସିବନି ଟ୍ରେନ୍। ପୁରୀ ରେଳ ଷ୍ଟେସନରେ ଚାଲିଛି ନବୀକରଣ। ଷ୍ଟେସନ ପରିସରରେ ଥିବା ରେଳ ଧାରଣାକୁ କଂକ୍ରିଟ୍ ଯୁକ୍ତ କରାଯିବାକୁ ଯୋଜନା ହୋଇଛି। ଅର୍ଥାତ୍ ଟ୍ରାକ୍‌ରେ ଆଉ ଗଡ଼ି ରହିବ ନାହିଁ। ଏହା ସହିତ 7 ନମ୍ବର 8 ନମ୍ବର ପ୍ଲାଟଫର୍ମର ଉନ୍ନତୀକରଣ ହେବ। ସେଥିପାଇଁ ଆସନ୍ତା 11 ତାରିଖରୁ ମେ ମାସ 16 ତାରିଖ ଯାଏଁ ରେଳ ସେବା ପ୍ରଭାବିତ ହେବ। ଏହି 65 ଦିନ ପର୍ଯ୍ୟନ୍ତ କୌଣସି ଟ୍ରେନ୍ ପୁରୀ ଆସିବ ନାହିଁ। ଟ୍ରେନ୍‌ଗୁଡ଼ିକ ସାକ୍ଷୀଗୋପାଳ, ମାଳତୀପାଟପୁର ଓ ବୀର ହରେକୃଷ୍ଣପୁର ପର୍ଯ୍ୟନ୍ତ ଆସିବ ଓ ଛାଡ଼ିବ। ସେ ପର୍ଯ୍ୟନ୍ତ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା ହେବ। ପରବର୍ତ୍ତୀ ଖବର ତୃତୀୟ ସନ୍ତାନ ଜନ୍ମ ଦେଲେ ମିଳିବ 25,000 ଟଙ୍କା। ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ଦେଲେ ବାପା ମାଆଙ୍କୁ ମିଳିବ 25,000 ଟଙ୍କା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି ଘୋଷଣା କରିଛନ୍ତି। ଜନ୍ମହାର ହ୍ରାସ ପାଉଥିବାରୁ ରାଜ୍ୟ ଯୁବ କର୍ମଜୀବୀ ଅଭାବର ସମ୍ମୁଖୀନ ହୋଇପାରେ। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନୂଆ ଜନସଂଖ୍ୟା ନୀତି ଆଣିବାକୁ ଯାଉଛନ୍ତି। ତୃତୀୟ ସନ୍ତାନ ଜନ୍ମ ସମୟରେ ସରକାର 25,000 ଟଙ୍କା ଦେବେ। ଏହା ସହ ତୃତୀୟ ସନ୍ତାନ ପାଇଁ ଅତିରିକ୍ତ ସୁବିଧା ପ୍ରଦାନ କରିବାର ଯୋଜନା ମଧ୍ୟ ରହିଛି। 5 ବର୍ଷ ପାଇଁ ମାସିକ 1,000 ଟଙ୍କା ସହାୟତା ମିଳିବ। ପିଲାଟି 18 ବର୍ଷ ବୟସ ପର୍ଯ୍ୟନ୍ତ ମାଗଣାରେ ପଢ଼ିବା ବ୍ୟବସ୍ଥା ମଧ୍ୟ କରାଯାଉଛି।